ଚିତ୍ରଟିଏ। କବିତା ଶୁଣି ଶାନ୍ତ ହୁଏ ସର୍ପ, ବନ ହରିଣୀ ବିଭୋର ହୋଇ ଉଠେ। ସେଇ କବିତା ଦିବସରେ ମୁଁ ସମସ୍ତଙ୍କୁ ପୁଣି ଥରେ ସାରସ୍ୱତ ପ୍ରଣାମ ଜଣାଉଛି ଏବଂ ଆଜି ଆମର ଆଲୋଚକ ଯିଏ ଅଛନ୍ତି ଶ୍ରୀଯୁକ୍ତ ଅଧ୍ୟାପକ ଡକ୍ଟର ବିଶ୍ୱନାଥ ସାହୁ, ତାଙ୍କ ସମ୍ପର୍କରେ ମୁଁ ସମ୍ୟକ ସଂକ୍ଷିପ୍ତ ସୂଚନାଟିଏ ପ୍ରଦାନ କରିବି। ଡକ୍ଟର ସାହୁ ଜଣେ ଯୁବ ଗାଳ୍ପିକ ଭାବରେ ସେ ଅନେକ ସମ୍ମାନର ଅଧିକାରୀ। ତାଙ୍କର ବିଭିନ୍ନ ପ୍ରବନ୍ଧ, ଗଳ୍ପ ବା ଲେଖା ଝଙ୍କାର, ସମଧ୍ୱନି, ସପ୍ତର୍ଷି, ଇସ୍ତାହାର, ପ୍ରାଚୀ, ସାହିତ୍ୟ ଚର୍ଚ୍ଚା, ଚତୁରଙ୍ଗ ଆଦି ଓଡ଼ିଶାର ପ୍ରତିଷ୍ଠିତ ପତ୍ରପତ୍ରିକା ମାନଙ୍କରେ ବିଭିନ୍ନ ସମୟରେ ପ୍ରକାଶିତ। ଯୁବ ଗାଳ୍ପିକ ଡକ୍ଟର ସାହୁ ପଦ୍ମଜ ପ୍ରତୀକ ସମ୍ମାନ, କଥାର ନବପ୍ରତିଭା ସମ୍ମାନ, କାଦମ୍ବିନୀ ଗଳ୍ପ ଉନ୍ମେଷ ପୁରସ୍କାର, ପଲ୍ଲବନ ଶବ୍ଦ ସମ୍ମାନ ଆଦି ବିଭିନ୍ନ ସମ୍ମାନରେ ସେ ବିଭିନ୍ନ ସମୟରେ ସମ୍ମାନିତ ହୋଇଛନ୍ତି। ତାଙ୍କର ଜନ୍ମ ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ମହଦା ଗ୍ରାମରେ। ସେ ବୃତ୍ତି ତାଙ୍କର ଅଧ୍ୟାପନା। ତାଙ୍କର ପ୍ରକାଶିତ ପୁସ୍ତକ ମାନଙ୍କ ମଧ୍ୟରେ ସେ ସମ୍ପାଦନା କରିଛନ୍ତି କଥା କଦମ୍ବ, ଦୟାନିଧି ମିଶ୍ରଙ୍କର ସମସ୍ତ ଗଳ୍ପ ସଂକଳନକୁ, ମନୋଜ କୁମାର ପଣ୍ଡାଙ୍କର ଗଳ୍ପ ସମଗ୍ର 2022ରେ ସେ ସମ୍ପାଦନା କରିଥିଲେ। ଅମୃତ କଙ୍କଣ, ଦିବ୍ୟ ସିଂହ ପାଣିଗ୍ରାହୀଙ୍କ ସମସ୍ତ ଗଳ୍ପକୁ ସେ 2023 ମସିହାରେ ସମ୍ପାଦନା କରିଛନ୍ତି। ଦୟାନିଧି ଗ୍ରନ୍ଥାବଳୀ 2024 ଏବଂ 2024ରେ ତାଙ୍କର ଅନ୍ୟ ଏକ ଗଳ୍ପ ସଂକଳନ ପ୍ରକାଶ ପାଇଛି ମୂର୍ତ୍ତି ପ୍ରବେଶ। ଭଗବତୀ ଚରଣ ଗଳ୍ପ ସମଗ୍ର ସମ୍ପାଦନା କରିଛନ୍ତି 2024 ମସିହାରେ। ଏଇଭଳି ଜଣେ ବିଶିଷ୍ଟ ଜଣେ ଯୁବ ଗାଳ୍ପିକ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଏବଂ ତାଙ୍କର ବିଷୟବସ୍ତୁ ରହିଛି ପ୍ରାଚ୍ୟ କଥା ପରମ୍ପରା, ଏକ ବିହଙ୍ଗାବଲୋକନ, ତା ଉପରେ ସେ ଆଲୋଚନା କରିବେ। ଆମର ପ୍ରାଚୀନ ସାହିତ୍ୟ ଥିଲା ଲୋକାଭିମୁଖୀ, ସ୍ୱଳ୍ପ ଗ୍ରନ୍ଥ ଥିଲା, ମାତ୍ର ଶୈଳୀ ଥିଲା ଉତ୍କୃଷ୍ଟ। ଗୋଟେ ହୀରା ହଜାର ହଜାର କାଠ ଟୁକୁରା ଠାରୁ ନିଶ୍ଚୟ ଭଲ। ତେଣୁ ଯେଉଁ ଲେଖା ଦ୍ୱାରା ଗୋଟିଏ ଜାତିର ଇତିହାସ ବଦଳି ପାରେ ତାହା ହେଉଛି ପ୍ରକୃତ ସାହିତ୍ୟ। ଏବଂ ସେଇ ଯୋଉ ପ୍ରାଚ୍ୟ କଥା, ସେ ପ୍ରାଚ୍ୟ ସାହିତ୍ୟ ହେଉ ବା ପାଶ୍ଚାତ୍ୟ ସାହିତ୍ୟ ହେଉ, ସାହିତ୍ୟ ଯଦି ମଣିଷକୁ ବଞ୍ଚିବାର ରାସ୍ତା ଧରାଇ ଦେବାରେ ସହାୟକ ହୋଇପାରେ ନାହିଁ ଏବଂ କେବଳ ମନୋରଞ୍ଜନ ଭିତରେ ସାହିତ୍ୟ ସୀମିତ ରହିଯାଏ, ତାହେଲେ ସେଭଳି ସାହିତ୍ୟକୁ ଲୋକେ ପଢିବ କାହିଁକି? ତେଣୁ ସାହିତ୍ୟ ସେ ସମାଜ ପାଇଁ ଯଦି କିଛି ବାର୍ତ୍ତା ଦିଏ, ସାହିତ୍ୟରେ ଯଦି ସମାଜର ଘଟଣା ସବୁ ପ୍ରତିଫଳିତ ହୁଏ, ସେ ସାହିତ୍ୟ ହୁଏ କାଳଜୟୀ। ତେଣୁ ସେ ସମ୍ପର୍କରେ ଆଜି ସେ ପ୍ରାଚ୍ୟ ସାହିତ୍ୟ ବା ପ୍ରାଚ୍ୟ କଥା ସମ୍ପର୍କରେ ଡକ୍ଟର ସାହୁ ଆଜି ଆଲୋଚନା କରିବେ ଏବଂ ଆପଣ ସମସ୍ତଙ୍କୁ ଯେଉଁମାନେ ବିଭିନ୍ନ ଜିଲ୍ଲାରୁ ଅଂଶଗ୍ରହଣ କରିଛନ୍ତି ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି ଏବଂ ସଂଯୋଜକ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ସାହୁ ମହୋଦୟଙ୍କୁ ଅନୁରୋଧ କରୁଛି ଏ କାର୍ଯ୍ୟକ୍ରମକୁ ଆଗେଇ ନେବେ। ଧନ୍ୟବାଦ। ଧନ୍ୟବାଦ ଡକ୍ଟର ରବିନାରାୟଣ ସାହୁ ମହୋଦୟ। ବାସ୍ତବରେ ଆଜି ବିଶ୍ୱ କବିତା ଦିବସ, ଏକ ସୁନ୍ଦର ନିବିଡ଼ ସମ୍ପର୍କ। ଆମେ ଆଲୋଚନା କରିବା ପାଇଁ ଯାଉଛୁ ପ୍ରାଚ୍ୟ କଥା ପରମ୍ପରା। ଏକ ସୁନ୍ଦର ଆଜି ଏକ ସଂଯୋଗ। ଯେଉଁ ଜାତି ଯେଉଁ ଦେଶ ନିଜ ସାହିତ୍ୟ ସମୃଦ୍ଧ, ନିଶ୍ଚିତ ଭାବରେ ସେ ଦେଶ ଏକ ସମୃଦ୍ଧ ଦେଶରେ ପରିଣତ ହୋଇଥାଏ। କଥା ସାହିତ୍ୟରେ ପ୍ରାଚ୍ୟ ପରମ୍ପରା ଏକ ସୁନ୍ଦର ବିଷୟକୁ ଆପଣମାନଙ୍କ ସମ୍ମୁଖରେ ତାତ୍ତ୍ୱିକ ଢଙ୍ଗରେ ଉପସ୍ଥାପନ କରିବେ ଆଜିକାର ଯୁବ କଥାକାର, ଆଲୋଚକ, ବିଶିଷ୍ଟ କ୍ଷୁଦ୍ର ଗଳ୍ପ ଲେଖକ ଏବଂ ୟା ପୂର୍ବରୁ ଯାହା ଡକ୍ଟର ରବିନାରାୟଣ ସାହୁ ତାଙ୍କର କୃତିରାଜି ସମ୍ପର୍କରେ କହିଗଲେ, ସେଭଳି ଏକ ବିଶିଷ୍ଟ ବ୍ୟକ୍ତିଙ୍କୁ ଆମେ ଆଜି
ଆଲୋଚକ ହିସାବରେ ପାଇଛୁ। ଆମେ ଶୁଣିବା ତାଙ୍କ ମୁହଁରୁ। ମୁଁ ଏବେ ଏହି ମହାର୍ଘ ଇ ସମାବେଶରେ ସମସ୍ତଙ୍କୁ ତାଙ୍କର ଅନୁଶୀଳନ ସମସ୍ତ ତଥ୍ୟକୁ ଉପସ୍ଥାପନା କରିବା ପାଇଁ କି ମୁଁ ଆହ୍ୱାନ କରୁଛି ଡକ୍ଟର ବିଶ୍ୱନାଥ ସାହୁ ମହୋଦୟଙ୍କୁ ବିଷୟ ଉପସ୍ଥାପନା ପାଇଁ। ଡକ୍ଟର ସାହୁ ମହୋଦୟ। ଧନ୍ୟବାଦ ସାର୍। ଆଜିର ସ୍ୱାମୀ ବିବେକାନନ୍ଦ ଲୋକ ସଂସଦରେ ଯେଉଁ ଆୟୋଜନ କରିଛି ଆଲୋଚନା ସଭାର ସଭାପତି ରବି ନାରାୟଣ ସାହୁ ସାର୍, ସୁଭାଷ ଚନ୍ଦ୍ର ସାହୁ ସାର୍ ତଥା ଏଠି ଉପସ୍ଥିତ ଥିବା ସମସ୍ତ ସଂସଦର ସଭ୍ୟା ଶ୍ରୋତୃମଣ୍ଡଳୀ ସମସ୍ତଙ୍କୁ ମୁଁ ଏକା ସାଙ୍ଗରେ ଯଥାମାନ୍ୟ ଜଣେଇକି ସଭାପତି ଯଦି ଚାହିଁବେ ମୁଁ ସିଧାସଳଖ ମୋର ବିଷୟ ଉପରକୁ ଆସିବାକୁ ଚାହିଁବି। କାହିଁକି ନା ଟିକେ ଲମ୍ବି ଯିବାର ସମ୍ଭାବନା ମୋତେ ଲାଗୁଛି। ଯଦି ସାହୁ ସାର୍ ଅନୁମତି ଦେବେ ତେବେ ମୋ କୌଣସି ପ୍ରକାର ଔପଚାରିକତା ବା ପ୍ରାକ୍ ଉପସ୍ଥାପନ ରଖି ବିଷୟ ଉପରକୁ ଆସିବି। ଆରମ୍ଭ କରନ୍ତୁ, ଆରମ୍ଭ କରନ୍ତୁ। ଧନ୍ୟବାଦ ସାର୍। ଏଭଳି ଗୋଟେ ବିଷୟ ଚୟନ କରିବାର ଉଦ୍ଦେଶ୍ୟ ମୋର ଏଇଆ ଯେ ଆମେ ଆମର ଯାହା ରୁଟ୍ ବା ଆମର ଯେଉଁ ଭୂମି ବା ନିହ, ଆମର ଯେଉଁ ସଂସ୍କୃତି ପରମ୍ପରା ତାକୁ ଧୀରେ ଧୀରେ ଭୁଲି ବସୁଛୁ। ଆମେ ପାଶ୍ଚାତ୍ୟ ଅନୁସରଣ କରିବା ଫଳରେ ନିଜେ ନିଜକୁ ଚିହ୍ନିବା ଭୁଲି ଗଲେଣି। ନିଜର ପ୍ରାଚୀନ ପରମ୍ପରା, ପ୍ରାଚୀନ ସାହିତ୍ୟ ଏସବୁକୁ ପଢ଼ିବା ବା ଶୁଣିବାକୁ ଭୁଲିଗଲେଣି। ତେଣୁ ସେ ସବୁ ବିଷୟରେ ମୁଁ ବିସ୍ତୃତ ଭାବରେ ନହେଲେ ବି ପରିଚୟାତ୍ମକ ସୂଚନାଟେ ରଖିପାରିବି ଏବଂ ଆପଣମାନେ ତାକୁ ଶୁଣିକିରି ନିଜର ମତାମତ ଦେବେ ବୋଲିକରି ମୋର ଆଶା। ଆମେ ଜାଣୁ ଯେ କାହାଣୀର ଉତ୍ପତ୍ତିଟା ମାନବର ବିକାଶ ସହିତ ସମ୍ବନ୍ଧିତ। ପ୍ରଥମେ କ'ଣ ହେଇଥିଲା? ପ୍ରଥମେ କାହାଣୀର ରୂପଟା ମୌଖିକ ଥିଲା। ସେତେବେଳେ ଯେଉଁ ଆଦିମ ଜଙ୍ଗଲୀ ମଣିଷ ବଞ୍ଚୁଥିଲା ସେ ନିଜର ପ୍ରିୟଜନ ମାନଙ୍କୁ କାହାଣୀ କହିକିରି ତାଙ୍କର ମନୋରଞ୍ଜନ କରୁଥିଲା। ବିଶ୍ୱାସ କରାଯାଏ ଯେ ଏଇ କଥାର ବା କାହାଣୀର ଉଦୟ ମାନବର ସେହି କୌତୁକମୟୀ ପ୍ରକୃତିକୁ ଚରିତାର୍ଥ କରିବା ପାଇଁ ହେଇଥିଲା ବା ସେଇ ଉଦ୍ଦେଶ୍ୟରୁ ସୃଷ୍ଟି ହେଇଥିଲା କଥା ବା କାହାଣୀ। ଆଦିମ ମଣିଷ ନିଜର ଯେଉଁ ମନୋଭାବ ଥିଲା, ଅନୁଭବ ଥିଲା, ତାକୁ ଅଭିବ୍ୟକ୍ତି କରିବା ପାଇଁ ସେଇ ଅନୁଭୂତି ଗୁଡ଼ିକୁ ଅନ୍ୟମାନଙ୍କ ଆଗରେ ବଖାଣୁଥିଲା। ତେଣୁ କାହାଣୀର ଉନ୍ମେଷଟା ବା କାହାଣୀ ଉନ୍ମେଷ କାଳରେ କଥନ ଏବଂ ଶ୍ରବଣର ରୁଚି ସହିତ ସମ୍ବନ୍ଧିତ ଥିଲା। କଥନ ଏବଂ ଶ୍ରବଣର ରୁଚି ସହିତ ସମ୍ବନ୍ଧିତ ହୋଇଥିବାରୁ ମନୋରଞ୍ଜନ ଏବଂ ଆତ୍ମପରିତୋଷର ମାଧ୍ୟମ ଥିଲା କାହାଣୀ। ଧୀରେ 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 କାଳକ୍ରମେ କଥା ମନୋରଞ୍ଜନର ଅଭିପ୍ରାୟରୁ ଆଉ ଟିକେ ଉପରକୁ ଉଠିଲା ଏବଂ ସେଇଟା ହେଲା ଜ୍ଞାନ ପ୍ରଦାନର କ୍ଷେତ୍ର ବା ମାଧ୍ୟମ। ଜ୍ଞାନ ପ୍ରଦାନ କରିବାର ମାଧ୍ୟମ ଭାବରେ ସେଇଟା ବ୍ୟବହାର ହେଲା। ଆପଣମାନେ ଜାଣିଥିବେ ଭାରତରେ ଏତେ ସବୁ କାହାଣୀ ତିଆରି ହେଇଛି, ଲେଖାଯାଇଛି, କେବଳ ତାହା ମନୁଷ୍ୟର କୌତୁକମୟ ପ୍ରବୃତ୍ତିକୁ ଚରିତାର୍ଥ କରିବା ପାଇଁ ହେଇନାହିଁ। ତା ବ୍ୟତୀତ ଧାର୍ମିକ ଶିକ୍ଷଣ ଏଇଟା ବି ଗୋଟେ ଉଦ୍ଦେଶ୍ୟ ଥିଲା ବା ଧାର୍ମିକ ଶିକ୍ଷଣ ପାଇଁ ସେଟା ପ୍ରଯୁକ୍ତ ହେଉଥିଲା। ଏଥିପାଇଁ ଭାରତୀୟ ସାହିତ୍ୟ, ଭାରତୀୟ କାହାଣୀ ସମଗ୍ର ବିଶ୍ୱରେ ନିଜର ସ୍ଥାନ ହାସଲ କରିପାରିଛି। ତେଣୁ ଆମେ କହିପାରିବା ଯେ ଭାରତବର୍ଷ
ହେଉଛି କାହାଣୀର ଗୋଟେ ଭଣ୍ଡାର ସ୍ଥଳୀ। କାହିଁକି? କାରଣ ଏହି ଭୂଖଣ୍ଡରେ ହଜାର ହଜାର ସଂସ୍କୃତି ଏକା ସାଙ୍ଗରେ ସମାନ୍ତରାଳ ଭାବେ ବିକାଶ ଲାଭ କରିଥିବାର ଆମେ ଜାଣୁ, ଯାହାଫଳରେ ବୈଦିକ କାଳରୁ ଆମେ ଭାରତୀୟ ମାନେ କାହାଣୀକୁ ଗୁରୁତ୍ୱ ଦେବା ଶିଖିଛୁ, କାହାଣୀକୁ ଭଲ ପାଇବା ଶିଖିଛୁ, କାହାଣୀକୁ ସବୁବେଳେ ପୂର୍ଣ୍ଣ ସ୍ଥାନ ଦେଇ ଆସିଛୁ। ବେଦରେ କ'ଣ ହେଇଛି? ବେଦରେ ଯେତେବେଳେ ବେଦକାର ମାନେ ରହସ୍ୟ ଗୁଡ଼ିକୁ ଫେଡ଼ିବା ପାଇଁ ବା ସହଜ ବୋଧ୍ୟ କରିବା ପାଇଁ କ'ଣ କରୁଥିଲେ ନା କାହାଣୀର ସାହାଯ୍ୟ ନେଉଥିଲେ, କାହାଣୀକୁ ମାଧ୍ୟମ କରୁଥିଲେ, କାହାଣୀ ମାଧ୍ୟମରେ ସେଇ ରହସ୍ୟ ଗୁଡ଼ିକୁ ଫେଡ଼ୁଥିଲେ। ଯେମିତିକି ଯମଜାମି ସମ୍ବାଦ ହଉ, ସବୁ କାହାଣୀ ମାଧ୍ୟମରେ ହିଁ ବର୍ଣ୍ଣିତ ହେଇଛି। ଭାରତରେ କ'ଣ ହେଇଛି? ସବୁବେଳେ ପ୍ରାଚୀନ ଭାରତରେ ଭାଷା ଦୃଷ୍ଟିରୁ ସଂସ୍କୃତ ଭାଷାର ପ୍ରାଧାନ୍ୟ ବା ଆଧିପତ୍ୟ ରହିଆସିଛି। ତେଣୁ ଅଧିକାଂଶ ପ୍ରାଚ୍ୟ କଥା ଗ୍ରନ୍ଥ ଆମେ ଦେଖିପାରିବା ସଂସ୍କୃତରେ ଲେଖାଯାଇଛି। ଏଇ ଗ୍ରନ୍ଥ ଗୁଡ଼ିକୁ ଆମେ ଚାରି ଭାଗରେ ବିଭକ୍ତ କରିପାରିବା। ଗୋଟେ ହେଲା ଅଦ୍ଭୁତ କଥା, ଯାହା ସବୁ ଫେରି ଟେଲ୍ସ ଅଛି, ଲୋକ କଥା ବା ମର୍ଚେଣ୍ଟ, କଳ୍ପିତ କଥା, ମିଥ୍ ଏବଂ ପଶୁପକ୍ଷୀ କଥା, ପଶୁ କଥା, ଫେବୁଲ୍ସ ଗୁଡା ଯାହା। यार आउ गोटे विभागीकरण आलोचक मैंने दुई भाग में विभक्त करथांती। गोटे हला नीति कथा, सबु प्रकार उपदेशात्मक कहानी यार अंतर्भुक्त। आउ गोटे लोक कथा, जिते सब अद्भुत एवं कल्पित कथा अच्छी, सब लोक कथार अंतर्भुक्त। एबे आमे प्रसंग मूल प्रसंग उपरକୁ ଆସିବା। ऋग्वेदରେ जो कथा कहितली जे जमजामी संवाद सहित ता व्यतीत आमे वशिष्ठ विश्वामित्र आख्यान माने वेदरे मध्य अनेक आख्यान उपाख्यान रो उल्लेख रहितबार देखु, जो कहानी रो जो मूलटा सेटा आमे देखिया पाऊ। वेद परे परे जेते सबु वेदोत्तर ब्राह्मण ग्रंथ गुड़ा आछि, शतपथ ब्राह्मण हो, सेथिरे आमे देखिबा उर्वशी पुरुरवांकर उपाख्यान अच्छी, सेठी भी कहानी रो गुण अच्छी। च्यवन भार्गव कथा अच्छी, सेथिरे भी अच्छी। एमती अनेक ब्राह्मण ग्रंथ रे अच्छी। तापरे परे पुराण कथा जो अष्टादश पुराण व्यासंकर आमे देखुचे, सेथिरे भी कहानी रो दृष्टांत देखिया को पाइबा। ब्रह्म पुराण रे आपण माने देखिया को पाइबे पार्वती को सर्वस्व त्यागर कहानीटी अच्छी, भागीरथी गंगा प्रसंग अच्छी। शिव पुराण रे रावण रो शिव भक्ति कथा अच्छी, नल दमयंती कथा तांकर जो पूर्व जन्म सेही कथा अच्छी। शिव केमती अर्जुन ऊपर जो कृपा वर्षण करथिले सेही प्रसंग अच्छी। आमे जदि वराह पुराण को देखिबा, सेठी गणेशंकर उत्पत्ति प्रसंग गोटे लोकप्रिय कहानी, वराह अवतार प्रसंग, एमती मो पाखरे जो अष्टादश पुराण अच्छी सबूर तालिका कोउथरे कोन कोन कहानी अच्छी रखी, किंतु सेटा तो बेसी समय हो जिवो। तेणु आमे सीधा सड़क भाव में सबुठु लोकप्रिय ग्रंथ पंचतंत्र उपरे आलोचना आरंभ करिवा। लोकप्रिय जेते सब ग्रंथ अच्छी, प्राचीन कथा ग्रंथ अच्छी भारत रे, सबुठु बेसी नीति कथा मध्य सबुठु आगे होजी पंचतंत्र। समग्र विश्व रे कुहा जाय बाइबल परे सबुठु बेसी लोकप्रिय होची पंचतंत्र। एवं यार प्रमाण स्वरूप मु आपण मानकु हाटेल बोली जने आलोचक अछंती, तांकर कथा उल्लेख करबी। से कहंती जे सेतेबेले 25 टी भाषा रे एई पंचतंत्र अनुदित हेतिला एवं यार 200 रु अधिक संस्करण प्रकाश पाइतिला। एई 200 रु अधिक संस्करण हला बा 25 टी भाषा हला, तीन चतुर्थांश भाषा भारतीय भाषा बहिर्भूत, माने भारतीय भाषा जिते अच्छी ता बाहरी 4 भाग 3 भाग ता बाहरिया भाषा मानकर पंचतंत्र अनुवाद होइछि। जदियो पंचतंत्र मूल रूप वर्तमान दुष्प्राप्य, तथापि यार रचना तृतीय रु पंचम शताब्दी मध्य होइतिला बोली कहा जाय। एवं विष्णु शर्मा जेतेबेले एई ग्रंथ को लेखिले, तांकर परिणत बयस होता 80 वर्ष होता,
ମୁଁ ଏ କଥା କାହିଁକି କହୁଛି ଯେ ପଞ୍ଚତନ୍ତ୍ର ବିଷୟରେ ଯଦିଓ ଆମେ ଟିଭିରେ କିମ୍ବା କୌଣସି ଭିଡ଼ିଓ ମାନଙ୍କରେ ତାର କାହାଣୀ ଗୁଡ଼ା ଶୁଣୁଛୁ, କିନ୍ତୁ ଆମ ଭାରତୀୟ ସାହିତ୍ୟର ଏତେ ବଡ଼ ମୂଲ୍ୟବାନ ଗ୍ରନ୍ଥର ଯୋଉ ସୃଷ୍ଟି ବିକାଶ ପରମ୍ପରା ବା ଯୋଉ ରହିଛି ତା ବିଷୟରେ ବି ଆମକୁ ଟିକେ ଜାଣି ରଖିବା ଉଚିତ। ଯେତେବେଳେ ବି ପ୍ରସଙ୍ଗ ପଡୁଛି ଆମେ ଏ ଗ୍ରନ୍ଥମାନଙ୍କ ଉପରେ ବି 2-4 ପଦ କହିପାରୁଥିବା କଥା। କେବଳ ପଞ୍ଚତନ୍ତ୍ର ନୁହେଁ, ଏହା ସହିତ ମୁଁ ଆପଣଙ୍କୁ ପାଖାପାଖି 5-7 ଗୋଟି ଏଇ ପ୍ରାଚୀନ କଥା ଗ୍ରନ୍ଥ ଉପରେ ମୁଁ ସୂଚନା ଆଦି ଦେବି, ଯୋଉଟାକି ପଞ୍ଚତନ୍ତ୍ର ଭଳିଆ ଲୋକପ୍ରିୟ। ଗୋଟିଏ ପ୍ରସଙ୍ଗରୁ ଏଇଟା କେତେ ଲୋକପ୍ରିୟ ଥିଲା ମୁଁ ଆପଣମାନଙ୍କୁ କହିବା ଗୋଟେ ପ୍ରସଙ୍ଗ ଆରମ୍ଭ କରିବି। ସେତେବେଳେ ଇରାନର ସମ୍ରାଟ ଥିଲେ ଖୁସରୋ। ତାଙ୍କର ରାଜବୈଦ୍ୟ ଥିଲେ ବୁର୍ଜୁଏ ନାମକ ଜଣେ। ତାଙ୍କୁ ସେ ମନ୍ତ୍ରୀ ଭାବରେ ମଧ୍ୟ ଅଭିଷିକ୍ତ କରିଥିଲେ। ବୁର୍ଜୁଏ କୌଣସି ଗୋଟେ ଗ୍ରନ୍ଥରେ ପଢିଥିଲେ ଯେ ଭାରତରେ ସଞ୍ଜୀବନୀ ଔଷଧ ମିଳେ ଏବଂ ତାର ସେବନରେ ମୃତ ବ୍ୟକ୍ତି ମଧ୍ୟ ଜୀଇ ଉଠେ। ସେଇ ଜିଜ୍ଞାସାରୁ ସେ ଦୌଡ଼ିଲେ ଭାରତକୁ ଏବଂ ତାଙ୍କର କୌତୂହଳବଶତଃ ଖୋଜାଖୋଜି ଆରମ୍ଭ କଲା ବେଳକୁ କୋଉଠି ବି ପାଇଲେ ନାହିଁ। ଥରେ ଜଣେ ବିଦ୍ୱାନକୁ ସାକ୍ଷାତ କରିକି ପଚାରିଲେ କୋଉଠି ସଞ୍ଜୀବନୀ ମିଳେ। ସେ ବିଦ୍ୱାନ କହିଲେ ଯେ ହଁ ଏଠି ମିଳେ। ଏ ଭାରତର ଯେତେ ବି ବିଦ୍ୱାନଙ୍କୁ ତମେ ଭେଟିବ ସେମାନେ ସବୁ ହଉଛନ୍ତି ଗୋଟିଏ ଗୋଟିଏ ପର୍ବତ ଏବଂ ସେମାନଙ୍କର ଜ୍ଞାନ ହଉଛି ସଞ୍ଜୀବନୀ। ଏବଂ ଏ ସଞ୍ଜୀବନୀଟା ସେମାନେ କୋଉଠୁ ପାଉଛନ୍ତି ନା ପଞ୍ଚତନ୍ତ୍ର ରୂପକ ଗ୍ରନ୍ଥ। ତେଣୁ ଜ୍ଞାନ ରୂପକ ଔଷଧ ହଉଛି ପଞ୍ଚତନ୍ତ୍ର, ଯେଉଁଠି ମୂର୍ଖ ରୂପୀ ମୃତ ବ୍ୟକ୍ତି ଜୀଇ ଉଠେ ଯାହାକୁ ପଢିବା ପରେ। ତାପରେ କଣ କଲେ ବୁର୍ଜୁଏ, ତାର ଗୋଟିଏ ପ୍ରତିଲିପି ନେଇକିରି ଗଲେ ଏବଂ ନିଜ ରାଜାଙ୍କ ପାଇଁ ଇରାନର ସେ ତାକୁ ପଲ୍ଲବୀ ଭାଷାରେ ଅନୁବାଦ କଲେ। এইটা ହେଉଛି ଭାରତର ଭାଷା ବହିର୍ଭୂତ ପ୍ରଥମ ଅନୁବାଦ ପଞ୍ଚତନ୍ତ୍ର ବା କୌଣସି ବିଦେଶୀ ଭାଷାରେ ଏଇଟା ପ୍ରଥମ କରି ଅନୁବାଦ ହେଲା। ତାପରେ ଏଇଟା 550 ଖ୍ରୀଷ୍ଟାବ୍ଦ ଆଡକୁ ସେ ଆସିଥିଲେ। 570 ଖ୍ରୀଷ୍ଟାବ୍ଦରେ ସିରିଆରେ ଏବଂ ତାପରେ ଆରବୀ ଭାଷାରେ ୟାର ଅନୁବାଦ ହେଲା, ଯାହାକୁ କୁହାଗଲା ବହୁତ ପ୍ରସିଦ୍ଧ ଆରବୀ ଭାଷାର ପଞ୍ଚତନ୍ତ୍ର। ତାଙ୍କର ସବୁଠୁ ବେଶୀ ଲୋକପ୍ରିୟ ଗ୍ରନ୍ଥ ଭିତରେ ଗୋଟିଏ ଏଇଟା, ତାକୁ କୁହାଗଲା କଲିଲହ ବ ଦିମନ। ସେଟା କରଟକ ଦମନକ ନାମରେ ବି ପ୍ରସିଦ୍ଧ ପାଇଛି। ଏହାପରେ 1251ରେ ସ୍ପେନିଶ ଭାଷାରେ, 1252 ମସିହାରେ ଇଟାଲୀରେ, 60-70 ମସିହାରେ ଲାଟିନରେ, 1480ରେ ଜର୍ମାନୀରେ, 1570ରେ ପ୍ରଥମ କରି ଇଂରାଜୀରେ ପଞ୍ଚତନ୍ତ୍ରର ଅନୁବାଦ ହେଲା ଏବଂ 1644ରେ ଫ୍ରେଞ୍ଚ ଭାଷାରେ ହେଲା। ଭାରତରେ ମଧ୍ୟ ୟାର ଗୋଟେ ବିଭିନ୍ନ ସଂସ୍କରଣ ଆମେ ଦେଖିବାକୁ ପାଇବା। ଗୋଟିଏ କାହିଁକିନା ମୂଳ କପି ବା ମୂଳ ରୂପ ଯେହେତୁ ଦୁଷ୍ପ୍ରାପ୍ୟ, ୟାର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାର ସଂସ୍କରଣ ୟାର ରହିଛି। ଅଧିକାଂଶ ସଂସ୍କରଣ ଯେମିତିକି ତନ୍ତ୍ରାଖ୍ୟାୟିକା ଗୋଟେ ଗୋଟେ ଅଛି, ନେପାଳୀ ପଞ୍ଚତନ୍ତ୍ର ଅଛି, ହିତୋପଦେଶ ଭିତରେ ବି ପଞ୍ଚତନ୍ତ୍ରର ଅନେକ କାହାଣୀ ସେଇଟା ଗୋଟେ ସଂସ୍କରଣ ହେଇପାରେ। କଥା ସରିତ ସାଗର ଭିତରେ ଯୋଉ ପଞ୍ଚତନ୍ତ୍ରର କାହାଣୀ ସବୁ ଅଛି ସେଟା ଗୋଟେ ଭାଗ ହେଇପାରେ। ଏଇଭଳି ଅନେକ ସଂସ୍କରଣ ଆମେ ଭାରତ ଭିତରେ ମଧ୍ୟ ଦେଖିବାକୁ ପାଇବା। ଏବେ ପଞ୍ଚତନ୍ତ୍ର ବିଷୟରେ ଆପଣ ମାନେ ଯାହା ଜାଣିଛନ୍ତି, କେମିତି ଲେଖା ହେଲା, କେଉଁ ଉଦ୍ଦେଶ୍ୟରେ ଲେଖା ଯାଇଥିଲା, ସେସବୁ ବିଷୟରେ ଟିକେ ସୂଚନା ଦେଇକି ମୁଁ ଆଗକୁ ବଢିବି। ଆପଣ ମାନେ ଜାଣିଛନ୍ତି 2000 ବର୍ଷ ପୂର୍ବେ ଭାରତର ଦକ୍ଷିଣରେ ମହିଳା ରୂପ ନାମକ ଗୋଟେ ରାଜ୍ୟ ଥିଲା। ସେଥିରେ ରାଜା ଥିଲେ ଅମର ଶକ୍ତି। ତାଙ୍କର 3 ଜଣ ପୁଅ ଥିଲେ, ବହୁ ଶକ୍ତି, ଉଗ୍ର ଶକ୍ତି, ଅନନ୍ତ ଶକ୍ତି। ରାଜା ଯେମିତି ଜ୍ଞାନୀ ଏବଂ ଉଦାର ଥିଲେ, ତାଙ୍କର 3 ପୁତ୍ର ସେଇଭଳିଆ ନଥିଲେ, ସେମାନେ ମୂର୍ଖ ଥିଲେ। ସେହି ଚିନ୍ତାରୁ ବା ସେମାନଙ୍କୁ ଶିକ୍ଷିତ କରିବାର ଉଦ୍ଦେଶ୍ୟରୁ ଚିନ୍ତିତ ରାଜା ସଭା ବସେଇଲେ
ଏବଂ यार समाधान कौन करा जाई पारे बोली जेते प्रश्न पचारला सभा कक्षरे मंत्री माने तांको उपदेश देले जे आम राज्य रे विष्णु शर्मा नामक जने वृद्ध ज्ञानी पंडित लोक अछि जे राजकुमार माननकु केवल ज्ञान न व्यावहारिक जीवन पाई जोड़ा जरूरी व्यावहारिक ज्ञान मध्य प्रदान करि पारिबे। राजा विष्णु शर्मा को डकाइले एवं कहले जे तमे तीन पुत्र को शिक्षित करे पाइले 100 गोटी ग्राम तुमको उपहार दिया जाए किंतु वर्ष बयस ग्राम कौन करिवे तेणु याकु से प्रत्याख्यान कले स्वीकार कले नहीं एवं कहले जे मु 6 मास मध्यरे तीन राजकुमार को शिक्षित करिबी जदि शिक्षित करि पारिबी नाही ताले मते मृत्युदंड रे मध्य दंडित करिवे करि पारिबे। सेथि पई से कोन कले पशु पक्षी मानक चरित्र करिकी शिक्षणीय नीति कथा मान कहिकी राजकुमार मान को शिक्षा प्रदान करबा आरंभ कले। 6 मास परे शिक्षा समाप्त हेबा परे ताकू से सबु कहानी को संग्रह करिकी पंचतंत्र नामक एक ग्रंथ प्रस्तुत कले। पंचतंत्र माने 5टी तंत्र तंत्र माने खंड बा सिद्धांत भाग से पंचतंत्र प्रथम भाग हैला मित्र भेद द्वितीय मित्र संप्राप्ति तृतीय काकुलकीय चतुर्थ लब्ध प्रणाश पंचम अपरीक्षित कारक एथिरे सर्वमोट 75 गोटी कहानी अछि एवं 1200 श्लोक विशिष्ट एटा। प्रथम रे 22 टी द्वितीय रे 6 टी कहानी तृतीय रे 17 लब्ध प्रणाश रे 15 एवं अपरीक्षित कारक रे 15 टी कहानी। एटा हला पंचतंत्र रो गोटे संक्षिप्त परिचय। एबे आमे देखिबा पंचतंत्र समकक्ष आउ गोटिए लोकप्रिय ग्रंथ समय रे जोटा होची बृहत कथा याकु लिखिथिले गुणाढ्य कहा जाए जे भारतर सर्वप्राचीन कथा ग्रंथ होची बृहत कथा याकु से पैसाची भाषा रे लिखिथिले तेणु तार ना थिला बड्ड कहा गुणाढ्य विषय रे जहा जदि सूचना मु देबी गुणाढ्य थिले सातवाहन राजा हालंकर दरबारी कवि एवं हाल तांकर विद्वत्ता रे संतुष्ट हेकिरी तांको मंत्री पद मध्य देथिले। एठी बृहत कथा लेखा हबार गोटे संक्षिप्त कहानी रहिछि मु आपण मनको सूचना देबी जे थरे राजा तिले मूलर व्याकरण रे टिके तांकर कम ज्ञान थिला तेणु दिने जल क्रीड़ा करुवा समय रे तांकर विदुषी रानी मानक सहित से कथा हो व्याकरण ज्ञान कम थिबा जोगु उपहासित हेले एक कथा बाधिला राजा को यार समाधान पाई से शरण पशिले गुणाढ्य पाखे गुणाढ्य कहले एते कम समय भितरे सबु व्याकरण को आयत्त करि हेबो नाही यह असंभव व्यापार एवं से राजा को व्याकरणविद व्याकरण ज्ञान देवा पाई मना कले गोटे प्रकार सेही दरबार रे सेही सभा कक्ष रे आउ जणे पंडित थिले सभा पंडित थिले तांकर ना हला सर्ववर्मा का नाम आपण सुनिथिबे प्रसिद्ध कातंत्र व्याकरण रचयिता से कहले जे असंभव नुहे मु 6 मास मध्य रे राजा को व्याकरण रे शिक्षित कर व्याकरण ज्ञान दे पारि संपूर्ण भाव एक कथा गुणाढ्यंक पई गोटे अपमान हला भलिया लागिला तेनो सेठी से प्रतिज्ञा कले जदि निर्धारित समय मध्य रे सर्ववर्मा राजा को शिक्षित करई पारिबे ताहले मु ए राज्य छाड़ीबी संस्कृत पाली प्राकृत भाषा मध्य परित्याग करिबी किंतु सतकु सत 6 मास मध्य ज्ञानी सर्ववर्मा तांको शिक्षित कराई देले जहा फल रे गुणाढ्य को वनवास जावा को पड़िला भाषा छाड़ीबा को पड़िला
साहित्य रचना ज्ञान चर्चार भाषा जो संस्कृत थिला से समय से भाषा को छाड़िया पड़ा से गुणाढ़ पैसाची भाषा रे लिखिंट बड्ड कहा जोटा कि 7 लक्ष श्लोक विशिष्ट एटा लिखि सारिया परे ए तो वनवास रे थांती या केमती प्रचार प्रसार करा जाई पारे सेति चिंतित हो पड़े कवि से अनेक लोक को पचरा गला शिष्य माने कहिले जे आमे राजा शरण पशिबा राजा पाखक जीवा से ही यही ग्रंथर प्रचार प्रसार करें जहा फल गुणाढ़ 2 जन शिष्य को पठेले शिष्य मैंने पहुंचुंट सेठी राजा तांको धिक्कार करके फेरे दउछन कौन पाई ना एते बड़ पोथी प्रचार प्रसार केमती हो पारियो पुणी एटा फिर सेते बेले सेते गुरुत्व दिया जाय नथला पैसाची भाषा को एटा फिर पैसाची भाषा रे लिखा है एवं कुहा जाए सेटा कहउतले शिष्य माने जे गुणाढ़ निज रक्त रे ताकू लिखिथिले तेणु रक्त रे लिखा हितबा गोटे मनुष्य रक्त रे लिखा हितबा गोटे ग्रंथर प्रचार प्रसार मु करिबि नाही यही कथा शुणिया परे गुणाढ़ एथिरे उत्क्षिप्त हो जाइए कौन कले गोटे बड़ पत्थर ऊपर को चढ़ी गोटे अग्निकुंड तैयारी कले तापरे से 7 लक्ष श्लोक विशिष्ट ग्रंथर गोटे गोटे पृष्ठा को से पोड़ा आरंभ कले कौन करते ना कहानी सबू शुणाई शुणाई पढ़ुले से ही कहानी को शुणा जंगल सबू पशु पक्षी दौड़ी आसुले एक लय दिन दिन धरिकी मास मास धरिकी से कहानी शुणुले जहाँफल से खाइबा पीवा सब भूलीगले यही समय भितर राजा देह खराब है देह खराब कारण जना पड़ा जे से खाइबा पीबारे कौन त्रुटि अच्छी रांधुनिया को डकागला कौन हूँ कौ भाया खाइबा दि जाऊँगी जो मांस दि जाऊँगी खाइबापी सेटा सब सुखिला मांस खाऊबार देह असुस्थ हो पड़ी कहीं सुखिला मांस दिया व्याध मान को डकागला व्याध मैंने आसिक कहले जे क्यों गोटे पंडित ऋषि जटा एते की लंब लंब जटा धरिकी देहरे उई हो गला गछलता ढांकी हो गला पत्थर उपर बसी पड़ुंट गंथटे सब पशु पक्षी खाइबा पीवा भूली जाइए शुणुथिबारु एक लय मांस सुखी जाए कौतूहलवशतः राजा दौड़ी दौड़ी जाइए देखले बेलू से गुणाढ़ एवं जाना पाइले जे गुणाढ़ थे शिवंकर आ गोटे अवतार एवं सेठी मन दुख करिकी प्रायश्चित पूर्वक कहले जे ए ग्रंथर प्रचार प्रसार मु करिवि देखला बेलू से 6 खंड पोड़ी सारी 6 लक्ष श्लोक विशिष्ट ग्रंथ को पोड़ी सारिया पर केवल शेष खंड बंची 1 लक्ष श्लोक विशिष्ट ग्रंथटा ताकू समर्पी देले गुणाढ़ एवं कहले जे एबे संपूर्ण भाव में ग्रंथ को मु देकी तापरे से समाधि नहीं गले तांकर मृत्यु परे शिष्य मानक द्वारा राजा ताकू निज भाषा रे अनुवाद करैले एवं तार प्रचार प्रसार कले यही एते बड़ ग्रंथर एटा पाखापाखि परवर्ती समय अनेक ग्रंथ अनेक लेखा को प्रभावित करिछि बृहत कथा अनेक ग्रंथर उपजीव्य ग्रंथ होइछि बृहत कथा एथिरे कोन अछि ना अद्भुत यात्रा विवरणी प्रसंग दिया जाइछि नरवाहन दत्तंकर कथा वर्णित अछि एवं अनेक प्रणय प्रसंग मध्य एथिरे रहिछि यार प्रत्येक परिच्छेद को लंभ बोली कह लंभ अर्थात प्राप्त प्रत्येक कहानी बा प्रत्येक परिच्छेद रे गोटे सुंदरी तरुणीर प्राप्ति विषय अच्छी एथिरे वर्णित होइछि प्रत्येक परिच्छेद रे तेणु एटा याकू कहला परिच्छेद को लंभ यार 2 गोटी संस्करण 2 गोटी प्रसिद्ध संस्करण परवर्ती समय रे तैयारी करा जायतिला गोटे है क्षेमेन्द्रंकर बृहत कथा मंजरी आ गोटे है सोमदेवंकर कथा सरित सागर जेहेतु बृहत कथा उपरे सूचना दे सारी तेणु ए 2टा ग्रंथ उपरे मु एबे आ किछि कहू नै समय हेले कहिबी कहिना समय धीरे धीरे मु भाबुछि बाकी सब ग्रंथ
ଉପରେ ସୂଚନା ଦେଇ ସାରିବା ପରେ ଯଦି ସମୟ ବଳୁଛି ମୁଁ କହିବି। ଆଉ ଗୋଟେ ପ୍ରସିଦ୍ଧ ଗ୍ରନ୍ଥ ବୃହତ କଥା ପରେ ପରେ ବିଷୟରେ ମୁଁ ଆପଣଙ୍କୁ ସୂଚନା ଦେବି, ସେଟା ହେଉଛି ବେତାଳ ପଞ୍ଚବିଂଶତି। ବେତାଳ ବିକ୍ରମ ବେତାଳ କଥା ଆପଣ ମାନେ ମୁଁ ସମସ୍ତେ କାହାଣୀରେ ପଢିଛୁ, ଶୁଣିଛୁ, ଟିଭିରେ ଦେଖିଛୁ। ଏଇଟା 25 ଗୋଟି ରୋଚକ କଥାର ଗୋଟେ ସମାହାର। यार आधार ग्रंथ ହେଉଛି ଭବିଷ୍ୟ ପୁରାଣ। व्यास जो 18 गोटी पुराण लिखिथिले सेई ता भितर गोटे भविष्य पुराण, जार प्रतिसर्ग पर्व र द्वितीय खंड 23 नंबर अध्याय होची बेताल विक्रम संवाद। याकू भारत रे बेताल 25 नाम रे बा बेताल पंचविंशतिका नाम रे जानती भारतीय मान। सबु कहानी जो 25टा कहानी अच्छी, सबु कहानी गोटे गोटे पजल, गोटे प्रहेलिका। आपण माने जानि चंती एटा केमती यार मूल मुखबंधटा जे राजा विक्रमादित्य थिले, तांको दरबार को सबुदिन जने सिद्ध पुरुष आसुला एवं गोटे रत्न गर्भित फल देकी जाउथला। बहुदिन देबा परे काहे कि रत्न गर्भित फल दौचंती या जिज्ञासा रखिले राजा। सेही सिद्ध पुरुष कहिले जे ए सब देवार पश्चात रे गोटे बड़ कार्य हासिल करिवार उद्देश्य मु रखिछि। गोटे विशिष्ट कार्य रे आपण मते सहायता करिवे। कोन सेटा ना नगर प्रांत रे गोटे गछ अछि, ता उपरे गोटे शब अछि, शब उपरे बेताळटे सवार हेछि एवं ताकू ओल्हाइबा को पड़िबो चुपचाप मौनता अवलंबन करिछि। एई भलिया कामटे तेले सिद्ध पुरुष राजा को देले, शर्त रखा हैतला ना ओल्हे कि नेबा बेले बेताल कथारे न पड़ी कि तांकु चुपचाप आनिबार अछि। सब कोन होतला बेताल सबुदिन गोटे गोटे कहानी बा कूट प्रश्न रखुतला। गोटे कहानी कहि कि गोटे कूट प्रश्न शेष को रखुतला एवं तार उत्तर मागुतला। जो जगह रे विक्रम तार उत्तर देउतले एवं तांकर मौनता भंग होतला, पुणी से चढ़ी जाउतला गछ ऊपर को। शेष रे कोन होउची बेताल एथिरे राजा सफल होउचंती। बेताल से सिद्ध पुरुषंकर समग्र कथा तांकर जो चालाकी कोन पई से उद्देश्य रखिथिले सब कथा से वर्णना करूचंती। तापर राजांक द्वारा सिद्ध पुरुष बा तांकर हत्या करूचंती राजा। एटा हला बेताल पंचविंशतिर 25 कोटी कहानीर जो भूमिकाटा। यहाँ परे परे आमे देखिबा हितोपदेश नाम रे आ गोटे भारतीय कथा ग्रंथ रही। जदियो हितोपदेश अधिकांश कहानी पंचतंत्र द्वारा प्रभावित, तार जो 4टी भाग भी रही, 5टा एटी 4टा मित्र लाभ, मित्र भेद, विग्रह आउ संधि। एठी केवल पंचतंत्र रु कहानी निया जाई नाही। नारायण पंडित जो तांकर यार लेखक से अनेक कथा ग्रंथ रु कहानी आनिकी एथिरे जोड़िछन एवं यार भाषाटा गद्य पद्य मिश्रित। सर्वमोट 43टी कथा अछि, एथिरे कहानी अछि। 39टी कहानी रहिथा बेले मुख्य कहानी 4टी अछि। हितोपदेश परे आ गोटे ग्रंथ होछि सिंहासन द्वात्रिंशिका। एई ग्रंथटा द्वात्रिंश पुत्तलिका बा विक्रम चरित नाम रे मध्य परिचित। एठारे आमे देखिबा गोटे सिंहासन रे केमिति 32टी मूर्ति रहिथिले एवं से 32टी मूर्ति मुक्ति पाइबा पई 32 गोटे कहानी कहउछ। प्रत्येक रे राजा भोजंकर कथा रही। थरे इंद्र राजा विक्रमादित्यंक द्वारा प्रभावित है कि खुशी है कि तांको गोटे उपहार देथिले, सिंहासन उपहार देथिले। विक्रमादित्यंक मृत्यु परे सेही सिंहासन को पोती दिया जाइथिला। भोज से ताकू काढ़ी करी
ଯେତେବେଳେ ସିଂହାସନରେ ବସିବାକୁ ଚେଷ୍ଟା କଲେ ସେଥିରେ ଲାଗିଥିବା 32 ଗୋଟି ମୂର୍ତ୍ତି ସବୁବେଳେ ଚେତାଇ ଦେଲେ ଭୋଜଙ୍କୁ ଯେ ତୁମେ ଯଦି ବିକ୍ରମାଦିତ୍ୟଙ୍କ ଭଳିଆ ଗୁଣୀ ଜ୍ଞାନୀ ସଚ୍ଚୋଟ ହେଇପାରିବ ତେବେ ଯାଇ ଏଇ ଆସନରେ ବସିପାରିବା ପାଇଁ ତୁମେ ଯୋଗ୍ୟ ବିବେଚିତ ହବ। ଯେତେବେଳେ ବି ବସିବାକୁ ଚେଷ୍ଟା କରୁଥିଲେ ଗୋଟିଏ ଗୋଟିଏ ପୁତଳି ଗୋଟିଏ ଗୋଟିଏ କାହାଣୀ କହିକି ସେଇଠୁ ମୁକ୍ତ ହେଉଥିଲେ, ସେଇ ବନ୍ଧନରୁ ମୁକ୍ତ ହେଇଯାଉଥିଲେ। ତେଣୁ 32 ଗୋଟି ପୁତଳିକା 32 ଗୋଟି କାହାଣୀ ଏ ଜାଗାରେ କହିଛନ୍ତି। ଏବଂ ୟାର ବିଷୟଟା କ'ଣ? ସବୁ କାହାଣୀରେ ବିକ୍ରମାଦିତ୍ୟଙ୍କର ପରାକ୍ରମର କଥା, ବିକ୍ରମାଦିତ୍ୟଙ୍କର ଗୁଣଗାନର କଥା କହେ। ତଥାପି ବି ଗୁଣଗାନ ଥିବା ସତ୍ତ୍ୱେ ବି କାହାଣୀ ସବୁ କାହାଣୀ ରୋଚକ ଏବଂ ମନୋରଞ୍ଜନ ଧର୍ମୀ। ଏହାପରେ ଆମେ ଦେଖିବା ଆଉ ଗୋଟେ ଗ୍ରନ୍ଥ, ଏଟା ହଉଛି ଶୁକ ସପ୍ତତି। ଶୁକ ସପ୍ତତି ମାନେ ଶୁଆ ଦ୍ୱାରା କୁହାଯାଇଥିବା 70 ଗୋଟି କାହାଣୀ। ପତ୍ନୀ ଦ୍ୱାରା ଆସକ୍ତ ମଦନ ସେନ ନାମକ ଯୁବକଟି ବାହା ହେବା ପରେ ବାଣିଜ୍ୟ କରିବାକୁ ଯେତେବେଳେ ରାଜ୍ୟ ବାହାରକୁ ଯାଉଛି, ସେ ତାର ପୋଷା ଶୁଆକୁ ସ୍ତ୍ରୀ ପାଖରେ ଛାଡ଼ି ଦେଇ ଯାଉଛି, ସେ ତାକୁ ଜଗିବ। ଏପଟେ ପତି ବିରହିଣୀ ତାର ପତ୍ନୀ ବିରହକୁ ସହ୍ୟ କରିପାରି ନାହିଁ ଏବଂ ଦୁଚାରିଣୀ ହେବା ପାଇଁ ଚେଷ୍ଟା କରିଛି ଏବଂ ତାର ସେ ଚରିତ୍ରହୀନା ନ ହେଉ ଏଇଥିପାଇଁ ସେ ଶୁଆଟା 70ଟି ରାତିରେ 70 ଗୋଟି କାହାଣୀ କହିଛି। କାହାଣୀ ଶୁଣି ଶୁଣି ରାତି ବିତି ଯାଉଥିଲା ଏବଂ ତାର ଯୋଉ ଆସକ୍ତି, ନାୟିକାର ଆସକ୍ତି ଯୋଉ ବିଚାରିଣୀ ହେବ ସେଟା ସେ ଭୁଲି ଯାଉଥିଲା। 70 ଦିନ ପରେ ନାୟକ ଫେରିଛି ଏବଂ ଶୁଆଟିଏ କିପରି କାହାଣୀ ମାଧ୍ୟମରେ ଗୋଟେ ନାରୀର ଚରିତ୍ର ସ୍ଖଳନ ହେବାରୁ ବଞ୍ଚେଇଛି ସେଇଟା ଆମେ ୟା ମାଧ୍ୟମରେ ଜାଣିବାକୁ ପାଇବା। ଏଇଟା ହେଲା ଶୁକ ସପ୍ତତି, 70 ଗୋଟି କାହାଣୀର ଗୋଟେ ଲୋକପ୍ରିୟ ଗ୍ରନ୍ଥ। ଆଉ ଗୋଟେ ଗ୍ରନ୍ଥର କଥା ଆପଣଙ୍କୁ ମୁଁ ଜଣେଇବି, ସେଟା ହଉଛି ଜାତକ କଥା। ବୁଦ୍ଧ ବଚନକୁ ନେଇକିରି କାହାଣୀ ମାନେ ସବୁ ଅଛି। ଆପଣ ମାନେ ଜାତକ କଥାର ଜାତକ କାହାଣୀ ଗୁଡା ଆପଣ ମାନେ ଶୁଣିଥିବେ, ବହୁତ ଜାଗାରେ ଉଦାହରଣ ଦିଆଯାଏ। ଜାତକ ମାନେ କ'ଣ? ଜାତକର ସାଧାରଣ ଅର୍ଥ ହେଲା ଜନ୍ମ ବା ଜନ୍ମିତ ସନ୍ତାନ, କିନ୍ତୁ ୟାର ଅନ୍ୟାର୍ଥରେ ଆମେ ଯଦି ତାକୁ ନେବା, ଯାହା ଅତୀତ ବା ଯାହା ଘଟି ଯାଇଛି ସେଇଟା ହେଲା ଜାତକ। ମାନେ ଭଗବାନ ବୁଦ୍ଧଙ୍କର ଅତୀତ ଜୀବନରେ ଯାହା ଘଟି ଯାଇଛି ତାର ବର୍ଣ୍ଣନା ହେଉଛି ଜାତକ କାହାଣୀ। ବୁଦ୍ଧ ଧର୍ମାବଲମ୍ବୀ ମାନଙ୍କର ଯୋଉ ତ୍ରିପିଟକ ଗ୍ରନ୍ଥ ଅଛି, ବିନୟ ପିଟକ, ସୁତ୍ତ ପିଟକ, ଅଭିଧମ୍ମ ପିଟକ, এই 3ଟା ପିଟକରୁ ସୁତ୍ତ ପିଟକର ଅନ୍ତର୍ଭୁକ୍ତ ହେଉଛି ଜାତକ କାହାଣୀ। ସୁତ୍ତ ପିଟକରେ 5ଟା ଭାଗ ଥିଲା, 5ଟା ନିକାୟ ବୋଲିକି ତାକୁ କୁହାଯାଏ। ସେଇ 5ଟା ନିକାୟରୁ ଗୋଟେ ହେଲା ক্ষুদ্র ନିକାୟ ଏବଂ ক্ষୁଦ୍ର ନିକାୟର ଗୋଟିଏ ଭାଗ ହେଲା ଜାତକ କାହାଣୀ, ଜାତକ କଥା। এই ଜାତକ କାହାଣୀ ଗୁଡ଼ିକୁ ବି 5 ଭାଗରେ ବିଭକ୍ତ କରାଯାଇଛି। ମୁଁ ତ ସେଇ ଯୋଉ ପାଲି ଶବ୍ଦ ଗୁଡ଼ା ଉଚ୍ଚାରଣ କରିବି ନାହିଁ, ତା ବୁଝିପାରିବା ଭଳିଆ ଓଡ଼ିଆ ଶବ୍ଦ ଯୋଉଟା ବୁଝିପାରିବେ ସେଇଭଳିଆ ଶବ୍ଦ ବ୍ୟବହାର କରିବି। ହେଲେ ପ୍ରତ୍ୟୁତ୍ପନ୍ନ ବସ୍ତୁ ଗୋଟେ ଭାଗ, ଅତୀତ ବସ୍ତୁ ଗୋଟେ ଭାଗ, ଗାଥା, ବ୍ୟାଖ୍ୟାକରଣ ଆଉ ଗୋଟେ ସମାଧାନ। ପାଖାପାଖି କୁହାଯାଏ, ଅନେକ ବିଭିନ୍ନ ଲୋକଙ୍କର ବିଭିନ୍ନ ମତ ଅଛି, କିନ୍ତୁ ଜାତକ କଥାରେ 547 ବା 550ଟି ଗଳ୍ପ ଥିବାର ସୂଚନା ମିଳେ। ଏବଂ ଜାତକ କାହାଣୀ ଯଦିଓ ବୁଦ୍ଧଙ୍କର ଜୀବନ ଉପରେ ଆଧାରିତ ବା ନୀତି କଥା ସବୁ ଏଥିରେ ଲୁକାୟିତ ହେଇକି ରହିଥାଏ, ତଥାପି ଜାତକ କାହାଣୀକୁ ରାମାୟଣ ମହାଭାରତଠୁ ବି ପୁରୁଣା ବୋଲିକିରି ଅନେକ ମତ ଦେଇଛନ୍ତି। ଅନେକ ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି ଯେ ରାମାୟଣ ମହାଭାରତର ଅନେକ କାହାଣୀ ଜାତକ କାହାଣୀ ଦ୍ୱାରା ପ୍ରଭାବିତ ହେଇଛି। ଆଉ
ଜାତକ ଭିତରେ ଆମେ ରାବଣର ପ୍ରସଙ୍ଗଠୁ ଆରମ୍ଭ କରିକି ମହାଭାରତର ଅନେକ ପ୍ରସଙ୍ଗ କଥା ବି ଦେଖିବାକୁ ପାଇବା। ଏହିଭଳି ଭାବରେ ପ୍ରାଚୀନ କଥା ଗ୍ରନ୍ଥ ଗୁଡ଼ିକ ଗୋଟେ ଗୋଟେ ସମୃଦ୍ଧ ପ୍ରାଚୀନ କଥା ପରମ୍ପରା ଆମର ଅଛି। ଆମେ ସେ ସବୁକୁ ନ ପଢିକି ଆପଣ ମାନେ କହିବେ ମନୋଜ ଦାସଙ୍କର ଗପ ଗୁଡ଼ିକ ଏତେ ଲୋକପ୍ରିୟ କାହିଁକି, ସମସ୍ତଙ୍କୁ ଭଲ ଲାଗେ କାହିଁକି? କାହିଁକି ନା ସେ ଆମର ସଂସ୍କୃତି, ଆମର ମୂଳ, ଆମର ପରମ୍ପରାକୁ ଧରିକି ଗପ ଲେଖିଛନ୍ତି। ତାଙ୍କ ଗପରେ ଲୋକ କାହାଣୀଠୁ ଆରମ୍ଭ କରିକିରି ଏଇ ପଞ୍ଚତନ୍ତ୍ର, ବେତାଳ ପଞ୍ଚବିଂଶତି, କଥା ସରିତ ସାଗର, ଏ ସବୁର କାହାଣୀର ଗୋଟେ ଅନୁବର୍ତ୍ତନ ଦେଖିବାକୁ ପାଇବା। ଯେଉଁ ଲୋକପ୍ରିୟତା ହାସଲ କରିଥିଲା ଆମର ଲୋକ କାହାଣୀ ବା ପ୍ରାଚୀନ କଥା ଗ୍ରନ୍ଥ ଗୁଡ଼ିକ, ତାକୁ ଯେତେବେଳେ ଅନୁବର୍ତ୍ତନ କରିକି ନୂଆ ଭାବରେ ଲେଖାଯାଉଛି ବର୍ତ୍ତମାନ ଗପ ଗୁଡ଼ିକ, ସେଇଟା ବି ସେଇ ସମାନ ପ୍ରକାରର ଲୋକପ୍ରିୟତା ହାସଲ କରୁଛି। ଉତ୍ତରାଧୁନିକତା ଯେଉଁ ଅତୀତ ମୁହାଁ ହେବାକୁ ଗୁରୁତ୍ୱ ଦିଏ, ସେଇଥିରୁ ତିଆରି ହେଇଛି ଏଇ ଯୋଉ ପ୍ରାଚୀନ କାହାଣୀ ଗୁଡ଼ିକର ଅନୁବର୍ତ୍ତନର ଧାରା। ତେଣୁ ଯେଉଁମାନେ ବି କୈଳାସ ପଟ୍ଟନାୟକଠୁ ଆରମ୍ଭ କରିକି ମନୋଜ ଦାସ, ସତ୍ୟପ୍ରିୟ ମହାଳିକ, ତାପରେ ବୃଷକେଶ ପଣ୍ଡା, ଆମର ମହାପାତ୍ର ନୀଳମଣି ସାହୁ, ଅଚ୍ୟୁତାନନ୍ଦ ପତି, ଏ ସମସ୍ତଙ୍କର କାହାଣୀରେ ଆମେ ଏ ଯୋଉ ପ୍ରାଚୀନ ପ୍ରତି ଯୋଉ ମୋହ ବା ପ୍ରାଚୀନ କଥା ଗ୍ରନ୍ଥର ଯୋଉ ଛାପ ବା ଛାୟା ଆମେ ଦେଖିବାକୁ ପାଇବା। ସେଥିପାଇଁ ତାଙ୍କ ଗଳ୍ପ ଗୁଡ଼ା ଏତେ ଲୋକପ୍ରିୟ, ଆମକୁ ଛୁଏଁ। ଆମେ ସମସ୍ତେ ସମୟ ପାଇଲେ ଅନ୍ତତଃ ଏଇ ପଞ୍ଚତନ୍ତ୍ର କାହାଣୀ ଗୁଡ଼ିକ ପଢିବା ଆବଶ୍ୟକ। କେମିତି ଏ ଗ୍ରନ୍ଥଟି ସମଗ୍ର ବିଶ୍ୱର ପାଠକ ମାନଙ୍କୁ ପ୍ରଭାବିତ କରିଥିଲା। ସେ ସମୟରେ ସମାନ୍ତରାଳ ଭାବରେ ପଞ୍ଚତନ୍ତ୍ର ଯୋଉ ସମୟରେ ଲେଖାଯାଉଥିଲା ବା ପ୍ରଚାର ପ୍ରସାର ହଉଥିଲା, ସେଇ ସମାନ୍ତରାଳ ଭାବରେ ପାଶ୍ଚାତ୍ୟରେ ବି ସେଇ ଧରଣର ଅନେକ କାହାଣୀ ଦେଖିବାକୁ ପାଉ ଆମେ। ଏଇଟା ପଞ୍ଚତନ୍ତ୍ର ସେ କାହାଣୀ ଗୁଡ଼ିକୁ ପ୍ରଭାବିତ କରିଛି ନା ସେଇ କାହାଣୀ ଗୁଡ଼ିକ ଦ୍ୱାରା ପଞ୍ଚତନ୍ତ୍ର ପ୍ରଭାବିତ ହେଇଛି, ସେଟା ଗବେଷଣାର ବିଷୟ। ତେଣୁ ଏଇ ସବୁ ଗ୍ରନ୍ଥ ମାନଙ୍କ ଉପରେ ସୂଚନା ଦେବା ବା ଯୋଉ କଥା ମୁଁ କହିଥିଲି ବିହଙ୍ଗା ଅବଲୋକନ କରିବା, ସେଇଟା ହିଁ ମୋର ଉଦ୍ଦେଶ୍ୟ ଥିଲା। ଏହା ପରେ ପରେ ବି ଗୋଟେ ଦିଟା କାହାଣୀ ଗ୍ରନ୍ଥ ଅଛି, ଯେମିତିକି ପରବର୍ତ୍ତୀ ସମୟରେ ଯୋଉ କାବ୍ୟ ବି ଲେଖାଯାଇଛି, ସେ କାଦମ୍ବରୀ ଭଳିଆ ଗଦ୍ୟ କାବ୍ୟ, ସେ ସବୁରେ এই କାହାଣୀର ନିଦର୍ଶନ ଆମେ ଦେଖିବାକୁ ପାଇବା। ଦଣ୍ଡିଙ୍କର କାବ୍ୟ ସାହିତ୍ୟକୁ ବି ଆମର ଏଇ ଯେ ପ୍ରାଚୀନ କଥା ଗ୍ରନ୍ଥ ଗୁଡ଼ିକ ପ୍ରଭାବିତ କରିଛି। ସେଇ ପ୍ରଭାବଟା ଆମେ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ବର୍ତ୍ତମାନର ଲେଖକ ମାନଙ୍କ ମଧ୍ୟରେ ବି ଦେଖିବାକୁ ପାଇବା। ଧନ୍ୟବାଦ। ମୁଁ ଆପଣ ମାନଙ୍କୁ ଯଦି କିଛି ବି ସୂଚନା ବା ପ୍ରାଚୀନ କଥା ସାହିତ୍ୟ ଉପରେ ସୂଚିତ କରାଇ ପାରିଛି, ତେବେ ମୁଁ ଆପଣଙ୍କୁ ଯଦି ଭଲ ଲାଗିଛି, ତେବେ ମୁଁ ନିଜକୁ ହିଁ ଧନ୍ୟ ମନେ କରିବି। ଆଉ ଏଇଭଳିଆ ଗୋଟେ ସୁଯୋଗ ମତେ ଯେତେବେଳେ ଦିଆଯାଇଛି, ମୁଁ ଧନ୍ୟବାଦ ଦେବି ସଂସଦର ସମସ୍ତ ସଦସ୍ୟା, ସଭାପତି, ସମ୍ପାଦକ, ସଂଯୋଜକ ସମସ୍ତଙ୍କୁ ଧନ୍ୟବାଦ ଦେଇ ମୋର ବକ୍ତବ୍ୟକୁ ଏଇଠି ରଖୁଛି। ଧନ୍ୟବାଦ ଡକ୍ଟର ବିଶ୍ୱନାଥ ସାହୁ ମହାଶୟ। ଆପଣ ଯେଉଁ ଚମତ୍କାର ଢଙ୍ଗରେ ବାସ୍ତବରେ ଏ କଥା ପରମ୍ପରାର ବିହଙ୍ଗାବଲୋକନ କଲେ, ଆମେ ମଧ୍ୟ ସମସ୍ତେ ଏ ମଣିଷ ଦେହରେ ସେ ଜଙ୍ଗଲରେ ଯେମିତି ସମସ୍ତ ପଶୁପକ୍ଷୀ ଶୁଣୁଥିଲେ ସେ ଗଳ୍ପକୁ, ଆପଣଙ୍କର ଏ ଭାବନା ଆବେଗକୁ ଆମେ ହୃଦୟର ସହିତ ଶୁଣୁଥିଲୁ। ବଡ଼ ଚମତ୍କାର ଢଙ୍ଗରେ ଆପଣ ଉପସ୍ଥାପନ କରିଛନ୍ତି ଏବଂ ଆପଣ ସବୁ କଥା କହିଲା ବେଳକୁ ଲାଗୁଥିଲା ଯେ ଆମର ମହାନ ପରମ୍ପରା, ଆମର ଐତିହ୍ୟ, ଆମର ସଂସ୍କୃତି, ଆମର ଗଳ୍ପରାଜି, ଆମର କଥା ସାହିତ୍ୟର ଯେଉଁ ମହାନତା ଅଛି,
ଏ ମହାନତାର ଚରମ ନିଦର୍ଶନ ଆମ ସମସ୍ତଙ୍କ ପାଖକୁ ଏଭଳି ଆଲୋଚନା ମାଧ୍ୟମରେ ପହଞ୍ଚୁ ଏବଂ ସେହି ତଥ୍ୟାବଳୀକୁ ସେ ସମସ୍ତ ବିଷୟକୁ ବର୍ତ୍ତମାନର ଛାତ୍ର ସମାଜ, ବର୍ତ୍ତମାନର ଯୁବ ସମାଜ ଏବଂ ଯେଉଁମାନେ ଏ ରାଷ୍ଟ୍ରକୁ ମାର୍ଗଦର୍ଶନ କରାଉଛନ୍ତି ବିଜ୍ଞ ବ୍ୟକ୍ତିବିଶେଷ ତାକୁ ଅନୁସରଣ କରନ୍ତୁ, ତାକୁ ପଢ଼ନ୍ତୁ। ଯେଭଳି ଭାବରେ ଆପଣ ଉଦାହରଣ ଦେଇଗଲେ ମନୋଜ ଦାସଙ୍କର ଅନୁବର୍ତ୍ତନଶୀଳ ଗଳ୍ପରାଜି ଗୁଡ଼ିକୁ, ଅନେକ ସ୍ରଷ୍ଟାଙ୍କର ଆପଣ ଉଦାହରଣ ଦେଲେ। ବର୍ତ୍ତମାନ ଏଠି ଉପସ୍ଥିତ ଥିବା ବିଜ୍ଞ ମଣ୍ଡଳୀଙ୍କୁ ମୁଁ ଅନୁରୋଧ କରିବି ଏ ସମ୍ବନ୍ଧରେ ଆମେ ଆଜିକାର ବକ୍ତା ମହୋଦୟଙ୍କ ଠାରୁ କିଛି ଜିଜ୍ଞାସା ଯଦି ଅଛି ଆମେ ତାଙ୍କଠାରୁ ଆଗ୍ରହ ରଖିବା ଆମ ଜିଜ୍ଞାସାର ସମାଧାନ ପାଇକି। ମୁଁ ଅନୁରୋଧ କରିବି ଡକ୍ଟର ବିଶ୍ୱନାଥ ସାହୁ ମହୋଦୟଙ୍କୁ ଆମର ଉପସ୍ଥିତ ବ୍ୟକ୍ତିବିଶେଷ ବିଜ୍ଞଜନମାନେ ଯେଉଁ ପ୍ରକାର ଜାଣିବାର ଇଚ୍ଛା ପରିପ୍ରକାଶ କରିବେ ଆପଣ ସେ କଥା ଗୁଡ଼ିକର ସମାଧାନ କରିବା ପାଇଁକି। ଆମେ କିଛି ଜାଣିବାର ଅଛି ଯଦି ଆମେ ପଚାରିପାରିବା ଡକ୍ଟର ବିଶ୍ୱନାଥ ସାହୁ ମହୋଦୟଙ୍କଠାରୁ। ଏକ ଭାବଗର୍ଭକ ଆଲୋଚନା ଆମ ସମ୍ମୁଖରେ ରଖିଲେ। ମୋ କଥା ଶୁଭୁଛି ବୋଧେ ରବି ଭାଇ? ଶୁଭୁଛି ଶୁଭୁଛି। ଶୁଭୁଛି। ମୁଁ ଶଙ୍କର୍ଷଣ ସାରଙ୍କୁ ଅନୁରୋଧ କରିବି ସାର୍ ଯଦି କିଛି ପଚାରିବେ। ସାର୍ ହରି ଓମ୍ ତତ୍ସତ୍। ସମସ୍ତେ ନମସ୍କାର। ସାର୍ ପଚାରିବାର ତ କିଛି ନାହିଁ, ଯେତେ ଜ୍ଞାନ ସାର୍ ଯେ କଥା କହିଲେ ଏସବୁଗୁଡାକ ସବୁ ଆମେ ଯେ ଜାଣିଛେ, ସେମିତି କୌଣସି ବ୍ୟକ୍ତି କହିପାରିବନି ଯେ ମୁଁ ଏସବୁ ଜିନିଷ ଜାଣିଛି ବୋଲି। କାରଣ ଏଇ ଜିନିଷଟା ହଉଛି ପଠନ ଉପରେ ଲିଭନ କରେ। ଆମର ପଠନ କ୍ରିୟାଟା ବର୍ତ୍ତମାନ ପ୍ରାୟ କମି ଯାଇଛି। ଆମେ ଅଧ୍ୟାପନା କ୍ଷେତ୍ରରେ ପିଲାମାନଙ୍କୁ ଯେତିକି ପ୍ରକାର ଶୁଣୁଛେ, ସେମାନେ ଅଧିକ ଜ୍ଞାନ ଆହରଣ କରିବା ପାଇଁ ପାଠାଗାରକୁ ଯାଇକରି ବହି ଖୋଜିକିରି ଅନୁସରଣ କରିକି ତାକୁ ଜ୍ଞାନ ଆହରଣ କରିବା ବର୍ତ୍ତମାନ ସେ ଚିନ୍ତାଧାରାଟା ବର୍ତ୍ତମାନ ନାହିଁ। କିନ୍ତୁ ଯୋଉତକ ଦେଲେ ଆହୁରି ବି କେତେ ଅଛି ତାଙ୍କ ପାଖରେ, ସେ ତ ଅଗାଧ ପାଣ୍ଡିତ୍ୟ ତାଙ୍କର। ମୁଁ ତାଙ୍କୁ ବିଶେଷ ଧନ୍ୟବାଦ ଦଉଛି। କାରଣ ଆମେ ଏଇ ଜିନିଷଟା ଗପ ଉପରେ କିନି ଏତେ ଗପ ଆମେ ଜାତକ ଗଳ୍ପ ଗୁଡା ପଢୁଥିଲୁ ସେଇ ଆମର ମାଇନର ସ୍କୁଲ ଭିତରେ, ସେ ସମୟରେ ଦିଆଯାଉଥିଲା। ବୁଦ୍ଧଙ୍କ ଗପ ଗୁଡାକ ମଧ୍ୟ ସେମିତି ଥିଲା। କିନ୍ତୁ ଆଜିର ଏଇ ଚିନ୍ତାଧାରା ଉପରେ କିନି ଯେତିକି ସାର୍ କହିଲେ ବହୁତ ବହୁତ ଜିନିଷ ଅଛି। ଆମେ ତ ବିଶେଷ ଭାବରେ ସେଥିରେ କିନା ଆମର ଇଏ ନାହିଁ, ଜ୍ଞାନ ନାହିଁ। କିନ୍ତୁ ତଥାପି ଆମେ ଏତିକି ଶିଖିଲୁ, ଜାଣିଲୁ। ସମସ୍ତ ଶ୍ରୋତାମାନଙ୍କୁ ମଧ୍ୟ ମୁଁ ବିଶେଷ ଅନୁରୋଧ କରିବି, ବହୁତ କିଛି ଜାଣିବାର ସାର୍ କହିଛନ୍ତି, କିନ୍ତୁ ସେତିକି ଅନ୍ୱେଷଣ, ସେତିକି ଅନୁସନ୍ଧାନ ଆମର ଦରକାର। ଆମର ଇନକ୍ୟୁଜିଟିଭ ମାଇଣ୍ଡ ଗୁଡାକ ଆମର ତ ଆଉ ସେସବୁ ନାହିଁ। ସମୟକୁ ଦେଖିକିରି ଏବଂ ନିଜ ବୃତ୍ତିକୁ ଅନୁଯାୟୀ ସେମାନେ ସେତିକି ହେଲେ। କେବଳ କାରଣ ଆମେ ଶିକ୍ଷକତା ଅଧ୍ୟାପନା ଭିତରେ ଆମେ ରହିଛେ ବୋଲି ଆମେ ସେଥିପାଇଁ ଆମର ଆଗ୍ରହ ଆସୁଛି, ଉତ୍ସାହ ଆସୁଛି। ଆଜି ଦେଖନ୍ତୁ ଗୋଟେ ଦିବସ, ଆଜି ଦିବସ କଥାଟାକୁ ଆମେ କବିତା ଦିବସଟାକୁ ଆମେ ଇଏ କରୁଛେ, କିନ୍ତୁ କେତେ ଜଣ ପାଳନ କରୁଛନ୍ତି? କେତେଟା ପାଠାଗାର ବା ସଂସଦ ଏସବୁ ଜିନିଷ ପାଳନ କରିବା ପାଇଁ ତାଙ୍କର ଆଗ୍ରହ ଅଛି? ଚିନ୍ତାଧାରା କାହାର ନାହିଁ। ତେଣୁ ଏ କ୍ଷେତ୍ରରେ ସାରଙ୍କର ବିଶେଷ ଭାବରେ ଯୋଉ ଆଲୋଚନା ପ୍ରତି ସାରଗର୍ଭ କହିଛି, ଭାବଗର୍ଭ କହିଛି ଏବଂ ନିଶ୍ଚିତ ଭାବରେ ସମସ୍ତ କ୍ଷେତ୍ରରେ ତତ୍ତ୍ୱ ଭିତ୍ତିକ ହେଇଛି ଏବଂ ବହୁତ କଥା ମଧ୍ୟ ଜାଣିବାର ଆହୁରି ଅଛି। ଆମର କହୁଥିଲେ ମଧ୍ୟ ସାର୍ କହୁଥାନ୍ତି, ଆମେ ଶୁଣୁଥାନ୍ତେ, କିନ୍ତୁ ସମୟ ସ୍ୱଳ୍ପ ଦୃଷ୍ଟିରୁ ମୁଁ ସାର୍ଙ୍କୁ ଅନୁରୋଧ କରିବି ଯେ ସାର୍ ପରବର୍ତ୍ତୀ ଆମକୁ ଅନ୍ୟ ଦିନରେ, ଅନ୍ୟ ଦିବସରେ ସେ କଥା ଉପରେ ଆଉ ମଧ୍ୟ ଅଧିକ ଶୁଣିବା ପାଇଁ ବିଶେଷ ଅନୁରୋଧ କରିବି। ଧନ୍ୟବାଦ। ମତେ କହିବାକୁ ସୁଯୋଗ ଦେଇଥିବାରୁ ମୁଁ ଆପଣମାନଙ୍କୁ ବିଶେଷ କୃତଜ୍ଞତା ପ୍ରକାଶ କରୁଛି। ଜୟ ଗୁରୁ ଆଜ୍ଞା। ବହୁତ ଭଲ କଥା ହେଇଛି। ଧନ୍ୟବାଦ ସାର୍। ଦେବୀ ପ୍ରସାଦ ସାର୍ କିଛି କହିବାକୁ ଚାହୁଁଛନ୍ତି ବୋଧେ, ମୁଁ ଅନୁରୋଧ କରିବି। ଦେବୀ ପ୍ରସାଦ ସମସ୍ତ ଗୁରୁଜନଙ୍କୁ ସାଦର ପ୍ରଣାମ।
बहुत सुंदर उपस्थापना भाईଙ୍କର किंतु ये सब ग्रंथ गुड़िक जब रचना होता हजार हजार वर्ष तले जो समय इलेक्ट्रिक नथिला नली पेंट नथिला आम पूर्वज माने जेमती भागवत अतिबड़ी जगन्नाथ दास मो बहु भागवत संस्कृत बुझी पारुनी एकू देखिकी ओडिया रे रचना कले कौन सांगे सांगे माइक्रो जेरेक्स कले बांटी पकेले ना ताकू लेखिले नदी पठारे आ ताकू भी कंठस्थ कले से 18,000 श्लोक को संस्कृत श्लोक को जमती कंठस्थ करथिले सेमती एको ओडिया को कंठस्थ करी गाँ गाँ बोलिले आम पूर्वज माने बिहुडी लगेइकरी ओडिसी नृत्य करिबा पाला करिबा दासकाठा करिबा लोक संस्कार करिबा लोक मानक पाखरे साहित्य पहुंचाइबार परंपरा तैयारी करथिले जो समय रे संपूर्ण विश्व तमसाचरण थिला भारत वर्ष रे ज्ञानर परंपरा कथार परंपरा आम पूर्वज माने करथिले आमे इंग्रजी पढ़िलु नली पेंट पिंधिलु कथा परंपरा को आम युवक मानक आमर उत्तर पीढ़ी की बिल्कुल छाड़ी देलु जहा फल रे आमर छात्र छात्री की गोपबंधु विषय रे कहले आचार्य हरिहर विषय दी धाड़ी कहि परिबेनी आ जातक कथा पंचतंत्र ये तो बहुत दूर कथा हो गला तेणु कथार परंपरा किंतु आम पूर्वज माने पौरुष संपन्न परंपरा तैयारी करथिले जहा फल रे मोर स्पष्ट मन पड़ुची प्राय 50 वर्ष तले मोर उपनयन संस्कार होता आम गाँव दुई जन जड़े गोविंद बारिक आ साधु मौलिक समाजर निम्नतम निरक्षर व्यक्ति उपनयन संस्कार पर गोटे फूल सभा हुए बा हूँ पालाटीए हुए तेणु से पालारे पालाकार को प्रश्न करुले अभिमन्यु समंत सार पदे हो ये वैदेश विलास पदे हो पालाकार को साधारण गाँव लोक प्रश्न करुला मत आश्चर्य लगुला ये जो माछ मारुवा लोक केउट लोकटे बा हूँ जे अन्यर हूँ शौचित करी जीविका निर्वाह करते साहित्य विषय जानूचे केमती बड़ है पर अनुभव कली जे आम पूर्वपुरुषंकर परंपरा गाँ गाँ बुलिकी आम जो परंपरा आमर निरक्षर लोक साक्षर करिवार परंपरा तैयारी करिथिलु जार प्रमाण बेबिंगटन मैक्ले 1835 मसीह ये मिनिट टू इंडियन एजुकेशन रे लिखी मांद्राज बंदर रे ओल्हेले फेब्रुआरी 12 तारिख रे 1834 मसीहा वाडियार पैलेस पहुंचा पार्लिकी रे प्राय 3 मास समय लाइन नेले वाडियार पैलेस रु पुणे नागपुर देकी तत्कालीन राजधानी कलिकता पहुंचा पाखापाखि 11 मास समय लगिगला जॉइनिंग रिपोर्ट से पॉलिटिकल एडवाइजर टू द वाइसराय हेकी जोग देइथिले आईसीएस ऑफिसर मान सेते बेले लंडन रु नियुक्त होउतिले तेणु सी आसिक वाइसराय को कहिले जे मते कांधेउथवा लोक गुडाक मो ठारू चरित्रवान मो ठारू होउची श्रेष्ठ गुणवान एमितिया चरित्रवान लोक यूरोप रे मो गोटे भी नाहंती जी समाजर सबुठु निम्न स्तर लोक सी हूँ गोटे मिछ कहवा शुणिले चोरी करवा देखिले कौन से अनैतिक काम करवा देखिले ताहले एमानकर नेतृत्व स्थानीय लोक केते उच्च कोटीर थिबे तेणु से सर्वे करैले 7,22,000 सिंगल टीचर स्कूल दे कॉल इट संस्कृत टोन सर वाइसराय को कहले इट इज 100% लिटरेट स्टेट सर आमे एमान को बेसी दिन भोक बुलै परिबे के भारत को से 5 भाग रे विभक्त करी शोषण करुथिले ईस्टर्न इंडिया वेस्टर्न इंडिया नॉर्दर्न इंडिया सेंट्रल इंडिया और साउदर्न इंडिया ये जो पूर्व ईस्टर्न इंडिया कहा जाउछि वर्तमान रो प्राचीन अंग बंग कलिंग वर्तमान म्यांमार